ମୁଁ ଆଶୁତୋଷ ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ ଜ୍ଞାନ ଗଙ୍ଗାକୁ। ତ ଆଜି ଆମେ ଡିସ୍କସନ୍ କରିବା ଆଉ ଦେଖିବା କିଛି କମ୍ପାଉଣ୍ଡ ଇଣ୍ଟରେଷ୍ଟର କ୍ୱେଶ୍ଚିନ୍ର ତ କେମିତି ଆମେ ସଲ୍ଭ କରିବା। ତ ଯଦି ଆମେ ଦେଖିବା କମ୍ପାଉଣ୍ଡ ଇଣ୍ଟରେଷ୍ଟ ପ୍ରିଭିୟସ୍ କ୍ଲାସ୍ରେ କ'ଣ ଦେଖିଥିଲେ, କମ୍ପାଉଣ୍ଡ ଇଣ୍ଟରେଷ୍ଟ କ୍ଲାସ୍ରେ ଯେ ଆମେ କେମିତି କମ୍ପାଉଣ୍ଡ ଇଣ୍ଟରେଷ୍ଟ ବାହାର କରିବା। ତା ପାଇଁ ଗୋଟେ ଆପଣଙ୍କୁ ସିମ୍ପଲ୍ ଫର୍ମୁଲା କହିଥିଲି କ'ଣ ନା, ଆମେ କମ୍ପାଉଣ୍ଡ ଇଣ୍ଟରେଷ୍ଟ କ'ଣ ଜାଣିଛେ ନା, ଆମେ ପ୍ରତି ବର୍ଷ ସିମ୍ପଲ୍ ଇଣ୍ଟରେଷ୍ଟ ବାହାର କରିବା, କିନ୍ତୁ ପୂର୍ବ ବର୍ଷ ଯାହା ଥିବ ସେଥିରେ ଆମେ ଇଣ୍ଟରେଷ୍ଟ ଆଡ୍ କରିବା, ସେଟା ହେଉଛି କମ୍ପାଉଣ୍ଡ ଇଣ୍ଟରେଷ୍ଟ। ତ କ'ଣ କହିଥିଲି କମ୍ପାଉଣ୍ଡ ଇଣ୍ଟରେଷ୍ଟ, ସପୋଜ ଏଇଟା ଆମର ମୂଳଧନ ହେଲା, ତ ଯଦି 2 ବର୍ଷ ପାଇଁ ଦେଇଛି ତ ଆମେ କ'ଣ କରିବା ନା, ଆମେ ଜାଣିଛେ ପ୍ରତି ବର୍ଷ ଆମକୁ ସିମ୍ପଲ୍ ଇଣ୍ଟରେଷ୍ଟ ବାହାର କରିବାକୁ ପଡ଼ିବ। ମନେକର ଏଇଟା ହେଲା ସିମ୍ପଲ୍ ଇଣ୍ଟରେଷ୍ଟ ଫାର୍ଷ୍ଟ ବର୍ଷ ପାଇଁ, ତ ସେକେଣ୍ଡ ଇୟର ପାଇଁ କ'ଣ ହେବ ନା, ଆମକୁ ସେଇ ସିମ୍ପଲ୍ ଇଣ୍ଟରେଷ୍ଟ ସେଇ ବର୍ଷ ପାଇଁ ବାହାର କରିବାକୁ ପଡ଼ିବ, କିନ୍ତୁ କ'ଣ କରିବା ନା, ଏଇ ଯେଉଁ ଇଣ୍ଟରେଷ୍ଟଟା ବାହାର କରିଥିବା ସେ ଇଣ୍ଟରେଷ୍ଟ ଆମକୁ ବାହାର କରିବାକୁ ପଡ଼ିବ। କ'ଣ କହିଲି ନା, ଆମେ ପ୍ରତି ବର୍ଷ ପାଇଁ କ'ଣ କରିବା ନା, ସିମ୍ପଲ୍ ଇଣ୍ଟରେଷ୍ଟ ବାହାର କରିବା କାହାର ନା, ମୂଳଧନର। କିନ୍ତୁ କମ୍ପାଉଣ୍ଡ ଇଣ୍ଟରେଷ୍ଟ କ'ଣ ହୁଏ ନା, ଆମେ ପ୍ରିଭିୟସ୍ ଯେତେ ଇଣ୍ଟରେଷ୍ଟ ବାହାର କରିଥିବା ସେ ଇଣ୍ଟରେଷ୍ଟ ଆମକୁ କାଢ଼ିବାକୁ ପଡ଼ିବ। ଆଉ ଯେଉଁଟା କ'ଣ ହେଇଥାଏ ନା, ପ୍ରତି ବର୍ଷ ଆଡ଼ ହେଇ ଚାଲିଥାଏ। ତ ଯଦି ଆମକୁ ଏଠି ରେଟ୍ ଦେଇଛି 10%, କ'ଣ କରିବା, ରେଟ୍ ଯଦି ଆମକୁ 10% ଦେଇଛି ତ ଯାହା ବି ମୂଳଧନ ଅଛି ୟାର 10% ବାହାର କରିବା ଫାର୍ଷ୍ଟ ଇୟର ପାଇଁ, ସେକେଣ୍ଡ ଇୟର ପାଇଁ ମଧ୍ୟ 10% ବାହାର କରିବା। ଠିକ୍ ଅଛି, ଇଏ ଗୋଟେ ଇଣ୍ଟରେଷ୍ଟ ପାଇଗଲେ, ଇଏ ଗୋଟେ ଇଣ୍ଟରେଷ୍ଟ ପାଇଗଲେ। କିନ୍ତୁ କ'ଣ ହେବ ପୁଣି ନା, ପୂର୍ବ ବର୍ଷ ଆମେ ଫାର୍ଷ୍ଟ ଇୟରରେ ଯେଉଁ ଇଣ୍ଟରେଷ୍ଟଟା ପାଇଥିବା ତାର ଇଣ୍ଟରେଷ୍ଟ ଆମକୁ ସେକେଣ୍ଡ ବର୍ଷରେ ଦେବାକୁ ପଡ଼ିବ। ତା ମାନେ କ'ଣ, ଏଠି ଇଣ୍ଟରେଷ୍ଟ ମାନଙ୍କର ଇଏ ପାଇছে ତ ଏର 10% ଦେବାକୁ ପଡ଼ିବ ଏଠି। ଠିକ୍ ଅଛି, ତ এই ফর্মুলা যদি ଆମେ କରିବା ସିମ୍ପଲ୍ ଇଣ୍ଟରେଷ୍ଟ କମ୍ପାଉଣ୍ଡ ଇଣ୍ଟରେଷ୍ଟ, ତ ଆମକୁ ଇଜି ହେବ କରିବା ପାଇଁ କମ୍ପାଉଣ୍ଡ ଇଣ୍ଟରେଷ୍ଟ, ଆଉ ଆମକୁ କମ୍ ସମୟ ମଧ୍ୟ ଲାଗିବ। ତ କ୍ୱେଶ୍ଚିନ୍ ଆମକୁ କ'ଣ ଦେଇଛି, ସମୟ ଦେଇଛି, ରେଟ୍ ଦେଇଛି ଆଉ ସିମ୍ପଲ୍ ଇଣ୍ଟରେଷ୍ଟ ଦେଇଛି। ତ ସମୟ ଦେଇଛି ଆମକୁ କେତେ, 2 ବର୍ଷ, ଟି ଦେଇଛି 2 ଇୟର, ଆର୍ ଦେଇଛି 5% ଆଉ ଏସ୍ଆଇ ଦେଇଛି 100। ତ ଆପଣମାନେ କହୁଥିଲେ ଯେ କମ୍ପାଉଣ୍ଡ ଇଣ୍ଟରେଷ୍ଟର ଏସ୍ଆଇରେ କ'ଣ ହେବ। ତ ଏସ୍ଆଇରୁ ଆମେ କ'ଣ କରିବା ନା, ଇଜି ୱେରେ ବାହାର କରିପାରିବା, ଯେମିତି ମୁଁ ଆପଣଙ୍କୁ କହିଥିଲି। ତ ପ୍ରଥମେ ଦେଖିବା କ'ଣ ନା, ଆମକୁ ଯେତେବେଳେ ଇଣ୍ଟରେଷ୍ଟର ରେଟ୍ ଦେଉଛି ତ ଆମେ କ'ଣ କରିବା, ମୁଁ ଯେତେବେଳେ କହିଥିଲି ଯେ ଆମେ କ'ଣ କରିବା ନା, ଯାହା ବି ପରସେଣ୍ଟ ଦେଇଛି ତାକୁ ଫ୍ରାକ୍ସନ୍ କରିଦେବା। ତ 5%ର ଫ୍ରାକ୍ସନ୍ କଲେ କେତେ ହେବ ନା, 1/20। ଠିକ୍ ଅଛି, ତ 5%ର ଫ୍ରାକ୍ସନ୍ ହେଇଯିବ 1/20। ତ ୟା ପରେ ଆମେ କ'ଣ କରିବା, ମୁଁ ଆପଣଙ୍କୁ ଯେମିତି କହିଥିଲି, ତ ଆମକୁ କ'ଣ ସପୋଜ ପି ଆମକୁ ଜଣା ନାହିଁ, ତ ଏଇଠି କ'ଣ କରିବା ମନେ ରଖନ୍ତୁ, ଯଦି ଆମକୁ ପି ଜଣା ନାହିଁ ଆମେ କ'ଣ କରିବା ନା, କିଛି ଗୋଟେ ନେଇଯିବା। ସପୋଜ ଜଣା ନାହିଁ ମାନେ 100 ନେଇଯିବା, 1000 ନେଇଯିବା, କିନ୍ତୁ ନେଇ ତ ଯିବା। ଯଦି ଆମେ ତାର ପରସେଣ୍ଟ ବାହାର କରି ଫ୍ରାକ୍ସନ୍ ପଳେଇ ଆସିଲା বা ପଏଣ୍ଟ ପଳେଇ ଆସିଲା, ତା ମାନେ ଆମେ ସେଇଠୁ ଆମେ ଅସୁବିଧାରେ ପଡ଼ିଯିବା, ଆମକୁ ଲେନ୍ଦି ହେଇଯିବ ବାହାର କରିବା ପାଇଁ ଯଦି ଆମର ଆନ୍ସରରେ ପଏଣ୍ଟ ପଳେଇ ଆସୁଛି। ତ ସେ ପଏଣ୍ଟକୁ ଆଭଏଡ୍ କରିବା ପାଇଁ କ'ଣ କରିବା, ସବୁବେଳେ ମନେ ରଖନ୍ତୁ ଯେଉଁ ରେଟ୍ ଦେଇଥିବ, ଭଲ ଭାବରେ ମନେ ରଖନ୍ତୁ, ଏଟା ରେଟ୍ ଯାହା ଦେଇଥିବ ତାକୁ ଫ୍ରାକ୍ସନ୍ କଲା ପରେ ଆପଣଙ୍କର ଡିନୋମିନେଟର ବା ହରରେ ଯାହା ରହିଲେ, କ'ଣ କହିଲି, ଯାହା ଆପଣଙ୍କର ରେଟ୍ ଦେଇଛି ତ ରେଟ୍କୁ ଫ୍ରାକ୍ସନରେ କନଭର୍ଟ କଲା ପରେ ଆପଣଙ୍କର ହରରେ ଯାହା ଆସିବ, ୟାର ହରରେ କେତେ ଆସିଛି, 20 ଆସିଛି। ତ ମୁଁ କ'ଣ କହିଲି, ହରରେ ଯାହା ଆସିବ ତାକୁ କ'ଣ କରିବା ନା, ଟାଇମ୍ ଯାହା ଦେଇଥିବ ସେତିକି ଟାଇମ୍ସ କରିଦେବା। ତା ମାନେ କ'ଣ, ଟାଇମ୍ ଆମର 2 ବର୍ଷ ଦେଇଛି ତ ଆମେ କ'ଣ କରିବା ନା, 20ର ସ୍କୋୟାର କରିଦେବା। ଠିକ୍ ଅଛି, କ'ଣ କହିଲି ନା, ମୂଳଧନ ପାଇଁ କ'ଣ ନେବା, ସବୁବେଳେ ଆମର ଦେଖିବେ ରେଟ୍ ପରସେଣ୍ଟ ଯାହା ଦେଇଛି ତାକୁ କ'ଣ କରିବା ନା, ଫ୍ରାକ୍ସନ୍ କରିଦେବା। ତ ଫ୍ରାକ୍ସନ୍ କଲା ପରେ ଯାହା ଆମର ଡିନୋମିନେଟର ଆସିବ ବା ହର ଯାହା ଆସିବ ତାକୁ କ'ଣ କରିବା ନା, ଯେତିକି ଆମର ଟାଇମ୍ ଦେଇଥିବ ସେତିକି ଟାଇମ୍ସ କରିଦେବା, ବା ତାକୁ ତାର ସେତିକି କରିଦେବା। ସ୍କୋୟାର ହଉ ବା କ୍ୟୁବ୍ ହଉ ଯାହା ବି ଆମକୁ ଦେଇଦେବ ତାକୁ ଆମେ ସେତିକି ଟାଇମ୍ସ କରିଦେବା। ତ ଏଠି ଆମର ଦେଇଛି ହରରେ ରହିଲା 20, ଟାଇମ୍ ଦେଇଛି 2, ତ 20ର ସ୍କୋୟାର କରିଦେବା। ତାମାନେ କ'ଣ, ଆମେ ଏଠି ଲେଖିଦେବା 20ର ସ୍କୋୟାର ଆପଣଙ୍କର ହେଇଯିବ 400। ଠିକ୍ ଅଛି, 20ର ସ୍କୋୟାର 400 ହେଲା। ତ ମୁଁ କ'ଣ କହିଥିଲି, ପ୍ରଥମ ବର୍ଷ ପାଇଁ ବାହାର କରିବା, ସେକେଣ୍ଡ ବର୍ଷ ପାଇଁ ବାହାର କରିବା, ଯେହେତୁ ଟାଇମ୍ ଦେଇଛି 2 ବର୍ଷ। ତ ଆମକୁ ରେଟ୍ ଦେଇଛି କେତେ, 5% ବା 1/20। ତ ଯଦି 400ର 1/20 ବାହାର କରିବା କେତେ ହେବ, 400ର 1/20 ଶୂନ କଟିଗଲେ, କାଟିଲେ 20। ଠିକ୍ ଅଛି, ଫାର୍ଷ୍ଟ ବର୍ଷ ପାଇଁ ବାହାରିଲା 20, ସେକେଣ୍ଡ ବର୍ଷ ପାଇଁ କେତେ ହେବ, ସେଇ 1/20, ଇଏ ବି ହେଇଯିବ କେତେ ଆପଣଙ୍କର 20। ତାପରେ କ'ଣ କରିବା ନା, ଆମେ ଜାଣିଗଲେ କ'ଣ ନା, ପ୍ରତି ବର୍ଷ ପାଇଁ ସିମ୍ପଲ୍ ଇଣ୍ଟରେଷ୍ଟ ବାହାରିଗଲା, ଇଏ ବି ସିମ୍ପଲ୍ ଇଣ୍ଟରେଷ୍ଟ, ଇଏ ବି ସିମ୍ପଲ୍ ଇଣ୍ଟରେଷ୍ଟ। ତ ଆମକୁ ସେକେଣ୍ଡ ବର୍ଷ ପାଇଁ କ'ଣ କରିବାକୁ ପଡ଼ିବ ନା, ଇଣ୍ଟରେଷ୍ଟ ଆଡ୍ କରିବାକୁ ପଡ଼ିବ, ଯେଉଁଟା ଆମର କମ୍ପାଉଣ୍ଡ ଇଣ୍ଟରେଷ୍ଟ ହେବ। ତ ଏଇ ଇଣ୍ଟରେଷ୍ଟ ପୁଣି ଇଣ୍ଟରେଷ୍ଟ ବାହାରିବ 20 ଅଛି, ତ 20ର 1/20% କେତେ ହେବ, 1/20 1। ଠିକ୍ ଅଛି, ତ ବାହାରିଲା 20 ଫାର୍ଷ୍ଟ ଇୟର ପାଇଁ, ସେକେଣ୍ଡ ଇୟର ପାଇଁ ସିମ୍ପଲ୍ ଇଣ୍ଟରେଷ୍ଟ 20 ତା ସହିତ ଆଉ ଗୋଟେ %। ଆଚ୍ଛା, এইটি ଆପଣଙ୍କୁ କ'ଣ କହିଥିଲି ନା, ଆମର ଏଇ
टोटल सबुतक होची कंपाउंड इंटरेस्ट कोन ना ये सबुतक होची आपनकर कंपाउंड इंटरेस्ट तो हम एठी कोन ना को यूनिट हिसाब करे सब कोन करबा ना यूनिट हिसाब करे ये होची 20 यूनिट ये 20 यूनिट ये 1 यूनिट 400 यूनिट यूनिट वाइज हिसाब करे जेतो हमर कोन करना कैलकुलेशन पे सुविधा हो अच्छा ये सबुतक होची कंपाउंड इंटरेस्ट किंतु सिंपल इंटरेस्ट कोडा ना आपनकर एई तक होची सिंपल इंटरेस्ट आपण प्रीवियस वीडियो रे कहितली कोन ना प्रति इयर हम फास्ट डेटा बाहर करछ सिंपल इंटरेस्ट कारण सेटा मूलधन ऊपर बाहर करछ तो सिंपल इंटरेस्ट कोन 20 20 एसआई आपनकर केते हिजो 20 प्लस 20 इज इक्वल टू 40 यूनिट ठीक है किंतु सीआई आपनकर केते 20 प्लस 1 41 यूनिट तो हम से देछि सीआई बाहर करिया पे तो 41 यूनिट केमिति बाहर करे तो हम जानि जे 40 यूनिट हम केते देछि 100 देछि जेहेतु एसआई दे देछि एसआई 40 यूनिट होछि 100 तो हम एठी कोन लिखि परिबा ना 40 यूनिट होछि आपनकर 100 ताले गोटे यूनिट केते हो 100 बाई 40 ठीक अछि ताले 41 यूनिट आपनकर केते हिजो 100 बाई 40 इनटू 41 केते हिजो आपनकर 102.5 तो यही जो आपनकर सीआई तो हमें जो टोटल 41 यूनिट पाइले सी होछ आपनकर 102 तो ये बड़ी कोन करबे ना फार्मूला पकई की आ ता यूनिट हिसाब नै कि आपन कोन ना कंपाउंड इंटरेस्ट बाहर करबे तो एठी देखि बाटे गोटे क्वेश्चन अछि कोन ना टाइम देछि 2 वर्ष रेट देछि 6% सीआई देछि 25.75 पैसा बा 25.75 पैसा और से 50 एसआई देता तो केमिति बाहर करिया ना हम आपन प्रथम कोन करते देखिए ना जोटा रेट देछि ताको प्रथम कोन कर पारे ना फ्रैक्शन को कन्वर्ट कर दे तो फ्रैक्शन को कन्वर्ट कर देला आपन कोन आइयो 6/100 माने 3/50 ठीक है 3/50 पाइ तापर कोन कहै छै p केमति कोटे बाहर करबा तो हमको p गिवन है तो हम यूनिट की कन्वर्ट करिया p कोन करिया ना कहते रे डिनोमिनेटर केते अछि 50 टाइम देछि 2 वर्ष तो 50 रो स्क्वायर त माने 25 हो गेला आपन ठीक है ये आपन 25 हो गेला तो कौन करिया ना टाइम देछि 2 वर्ष सीआई देछि 25.75 पैसा तो हम प्रथम काढी दो 2 वर्ष र कोन ना केते काढबा 3/50 तो 25 रो 3/50% केते हो 25 गुणन 3/50 शून्य कटिला 5 रे काटले 5 50 5 3 15 150 तो जदी ये 150 होला यार मध्ये सही परसेंट तो ये भी कोन 150 होइछो कोन कहैछि सीआई में कोन करिया ना ए इंटरेस्ट अपने हाड बसे सेकंड ईयर तो 150 रो 3/50 केते हो 150 इनटू 3/50 3 3 9 ठीक है अच्छा सी हमको देछि सीआई 25.75 तो सीआई आपनकर कोन हबो ना ए टोटल आपन कहैछि सीआई रो यूनिट ताने कोन 150 प्लस 150 प्लस 9 माने 309 यूनिट तो 309 यूनिट आपनकर केते 25.75 पैसा हम ना नहीं 25 टंका 75 पैसा होचे आपनकर 309 यूनिट ताले गोटे यूनिट केते बाहर करबे 75 बाई 309 अच्छा तो एटा होला आपनकर गोटे यूनिट तो सी हमको पचारछि एसआई तो एसआई कोन कहै एसआई कोन ना आपनकर प्रति वर्ष फास्ट इंटरेस्ट बारे सेटा होचे एसआई ता माने कोन 150 यूनिट प्लस 150 यूनिट समान 300 यूनिट होचे आपनकर एसआई तो 300 एटी गोटे यूनिट बाहर करछ तो गोटे यूनिट जेति के ता कोन करे ना 300 रे गुणी देला हमर 300 यूनिट बाहर माने 300 इनटू 25.75 डिवाइडेड बाय 309 तो आपनकर आंसर हे जो केते तो आपनकर आंसर हे जो ये 25 ठीक है तो आपको अपन बाहर कले केते बाहर आंसर ना 25 बाहर तो ये फार्मूला रे अपन कोन ना ए भले भाबे सीआई जा एसआई देथियो बा सीआई देथियो बा रेट ऑफ इंटरेस्ट पजे ता कोन इजी रे करि पारे किंतु सबडो मेन जिंस होछि बा सबडो इंपोर्टेंट पॉइंट हला अपन जहां भी रेट देथियो ता फ्रैक्शन कर दियो फ्रैक्शन डिनोमिनेटर जहां थिबो ताकू कोन कर देबे ना जति के अपन टाइम देथियो ताकू सेति के टाइम्स कर देबे ना अपन कोन हबो ना अपन को इजी हो कैलकुलेशन करिया सब कोन करबे ना ताकू यूनिट धरि के चलथि जहां भी आपनकर बाहरला सब ताकू यूनिट रे कैलकुलेशन करथि जोटा कि आपन को इजी हो तो आशा करथि जहां भी मु क्वेश्चन डिस्कशन करली केमति सीआई देथिले कंपाउंड इंटरेस्ट बार करबा सिंपल इंटरेस्ट बार करिया केमति लागला वीडियो निश्चित भाबरे कमेंट सेक्शन में जणाइबे
और जदि वीडियो प्रथम थर पे देखछन चैनल को नुआ आछन ताले सब्सक्राइब करंतु लाइक करंतु संगमना सहित अधिक अधिक शेयर करन पुणी देखा एमती किसी इंटरेस्टिंग क्वेश्चन सहित और तार आंसर सहित पुणी एक नुआ क्लास से पर्यंत धन्यवाद।